କୁହନ୍ତି ଏ ରାଜନ ତୁମେ ମତେ ଯାହା ବତେଇଲ ତାହା ମୁଁ ଏବେ କହୁଅଛି ଶୁଣ। ସଦବା ନାରୀ ମାନଙ୍କର ଗୋଟିଏ ବ୍ରତ ଅଛି, ତାର ନାମ ହେଲା ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷରେ ଯେଉଁ ଅମାସ୍ୟା ହୁଏ ତାହାକୁ ସାବିତ୍ରୀ ଅମାସ୍ୟା କୁହନ୍ତି। ସେହି ଦିନରେ ସାବିତ୍ରୀ ବ୍ରତ ହୁଏ। ନାରୀମାନେ ସେହି ବ୍ରତ କଲେ ପତି ପୁତ୍ର ଧନ ଓ ମାନ ଲାଭ କରନ୍ତି, ଅତି ଆନନ୍ଦରେ ଦିନ କାଟନ୍ତି। ସାବିତ୍ରୀ କହିଲେ ମୋ ପୁତ୍ର ହତ ଓ ରାଜ୍ୟହୀନ, ତାଙ୍କୁ ଚକ୍ଷୁ ଓ ରାଜ୍ୟ ପ୍ରଦାନ କରନ୍ତୁ। ଏହା ଶୁଣି ଯମରାଜ ଯଥାର୍ଥ କହି ଚାଲିଗଲେ। ସାବିତ୍ରୀ ତାଙ୍କ ପଛରେ ଗୋଡ଼ାଇଥାନ୍ତି। ଯମ ଫେରି ଚାହିଁ କହିଲେ ତୁମେ ଗୃହକୁ ଫେରିଯାଅ। ଏହା ଶୁଣି ସାବିତ୍ରୀ କହିଲେ ତୁମେ ନାରାୟଣ ଅନ୍ତ, ମତେ ତମ ସାଙ୍ଗରେ ନିଅନ୍ତୁ। ଏହା ଶୁଣି ଚତୁପତି କହିଲେ ଯେ ସୁଧା ଆଉ କିଛି ବର ମାଗୁଛନ୍ତି ମାଗ। ଏହା ଶୁଣି ସାବିତ୍ରୀ କହିଲେ ମୋ ପିତାଙ୍କ ପୁତ୍ର ନାହିଁ, ପୁତ୍ର ଦାନ କରନ୍ତୁ। ଯତୁରାଜ ଯଥାର୍ଥ କହି ଚାଲିଲେ। ସାବିତ୍ରୀ ପଛରେ ଗୋଡ଼ାଇଛନ୍ତି। ଏହା ଦେଖି ଯତୁରାଜ କହିଲେ ହେ କନ୍ୟା, ସତ୍ୟବାନଙ୍କ ପ୍ରାଣ ଛଡ଼ା ଅନ୍ୟ ଏକ ବର ମାଗ। ସାବିତ୍ରୀ କହିଲେ ସତ୍ୟବାନଙ୍କ ପରି ମୋର ଦତ୍ତପୁତ୍ର ହେଉ, ମତେ ଏହି ଆଜ୍ଞା କର। ଯମରାଜ ସାବିତ୍ରୀଙ୍କ ଭକ୍ତି ଭାବ ଦେଖି ବଳ ମନରେ ତଥାର୍ଥ କହି ସାବିତ୍ରୀଙ୍କୁ ଫେରିଯିବାକୁ କହିଲେ। ଏବଂ ସାବିତ୍ରୀ କହିଲେ ହେ ଦେବ, ଆପଣ ଯେଉଁ ବର ଦେଲେ ତାହା କିପରି ପଡ଼ିବ? ହେ ସାବିତ୍ରୀ, ଧନ୍ୟ ଧନ୍ୟ ତୁମର ସତୀତ୍ୱ, ତୁମେ ତିନିକୂଳ ଉଦ୍ଧାର କର। ଏ କଥା ତୋର ବିଖ୍ୟାତ କହିବ, ଯୁଗେ ଯୁଗେ ଯୁଗ ଯୁଗନ୍ତରେ ତୋର ନାମ ବିଖ୍ୟାତ କହିବ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାସ୍ୟା ଦିନ ତୋର ନାମ ସ୍ମରଣ କରି ଯେଉଁ ନାରୀ କୁଞ୍ଚିତ ମନରେ ସାବିତ୍ରୀ ବ୍ରତ କରିବ, ସେ ନାରୀଙ୍କ ଜନ୍ମେ ଜନ୍ମେ ସଦବା ରହିବ, ପୁତ୍ରବତୀ ଧନବତୀ ହେବ। ଅନ୍ତିମ କାଳେ ବୈକୁଣ୍ଠକୁ ପ୍ରାପ୍ତ ହେବ। ଯେଉଁମାନେ ନିଜ ମନରେ ଏହି ବ୍ରତ କରିବେ ତାଙ୍କର ସମସ୍ତ ମଙ୍ଗଳ ହେବ।